ସମସ୍ତଙ୍କୁ ନମସ୍କାର। ଆଶା କରି ଆପଣ ସମସ୍ତେ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଭଲରେ ଥିବେ। ମୁଁ ଆଜି ଆପଣମାନଙ୍କ ନିମନ୍ତେ ଗୋଟେ ମୂଲ୍ୟବାନ ଟପିକ୍କୁ ନେଇକି ଆସିଛି। ଆଉ ଅନେକ ସମୟରେ ଆମେ ଗୋଟେ ବିଷୟ ଶୁଣିଛୁ ଖୁସି ଦିନ ବୋଲି। ଆଉ ଏ ଖୁସି ଦିନ କେବେ ଆସିବ, କେମିତି ଆସିବ, ଅନେକ ସମୟରେ ଲୋକମାନେ ପାରିବାରିକ ଜୀବନ ବଞ୍ଚିଲା ବେଳକୁ ହଉ କି ବ୍ୟକ୍ତିଗତ ଜୀବନ ବଞ୍ଚିଲା ବେଳକୁ ହଉ ଲୋକମାନେ ଖୁସିର ଦିନକୁ ପ୍ରକୃତିରେ ଆଶା କରିକି ଥାନ୍ତି। ମୋ ଜୀବନରେ କେବେ ଖୁସିର ଦିନ ଆସିବ କହିକି ଅନେକ ସମୟରେ ଲୋକ ଭାବନ୍ତି ମୁଁ ଅଧିକ ଟଙ୍କା ପାଇଲେ ଖୁସି ହେବି, ଅନେକ ଧନ ସମ୍ପତ୍ତି ରୋଜଗାର କଲେ ଖୁସି ହେବି, ଆଉ ଜଗତରେ ସବୁକିଛି ମୋ ଜୀବନରେ ଆଭେଲେବୁଲ୍ ଥିଲେ ମୁଁ ଖୁସି ହେବି। ଅନେକ ସମୟରେ ଲୋକ ଏ ପ୍ରକାର ଭାବନ୍ତି, କିନ୍ତୁ ସେଇଟା ହେଉଛି ଗୋଟେ ମାନେ ମନୁଷ୍ୟର ସେଇଟା ଖାଲି ଗୋଟେ ଚିନ୍ତା ଭାବରେ ରହିଯାଉଛି। କିନ୍ତୁ ମଣିଷ ଜୀବନରେ ଯେତେବେଳେ ସମସ୍ତ ବିଷୟ ବି ଆସୁଛି, ସେ ମନୁଷ୍ୟ ସବୁ ବିଷୟ ମଧ୍ୟ ପାଉଛି, କିନ୍ତୁ ମନୁଷ୍ୟ ଅଧିକାଂଶ ସମୟରେ ଖୁସି ହେଇପାରୁନାହିଁ। ଚାଲନ୍ତୁ ଆମେ ଗୋଟେ ବିଷୟକୁ କଥା ହେବା। ଗୋଟେ କପଲ୍ ଥିଲେ, ସେମାନେ ତାଙ୍କର ବୈବାହିକ ଜୀବନ ବହୁତ ଖୁସିରେ ବଞ୍ଚୁଥିଲେ, ଆଶାରେ ବଞ୍ଚୁଥିଲେ। ସେମାନେ ଦୈନନ୍ଦିନ ଜୀବନ ବହୁତ ଆଶାରେ ଜୀବନ ଯାପନ କରୁଥିଲେ। କିନ୍ତୁ ହଠାତ୍ରେ ଦିନେ ସେ ହଜବେଣ୍ଡକୁ ପ୍ରକୃତରେ ତାଙ୍କର ସ୍ତ୍ରୀର ଆଖିକୁ ପ୍ରକୃତରେ ହରାଇବାକୁ ପଡ଼ିଲା। ତ ହଜବେଣ୍ଡ ମଧ୍ୟ ଗୋଟେ କମ୍ପାନୀରେ ଚାକିରି କରୁଥିଲେ, ଆଉ ସ୍ତ୍ରୀ ମଧ୍ୟ ସେ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ଥିଲେ, ଆଉ ଗଭର୍ଣ୍ଣମେଣ୍ଟ ଚାକିରି ସେ କରୁଥିଲେ। ହଠାତ୍ରେ ଦିନେ ସେ ସ୍ତ୍ରୀ ପ୍ରକୃତରେ ତାଙ୍କର ଦୃଷ୍ଟି ଶକ୍ତିକୁ ହରାଇଲେ। ଯେତେବେଳେ ଦୃଷ୍ଟି ଶକ୍ତିକୁ ହରାଇଲେ, ଏ ସ୍ତ୍ରୀ ପାଇଁ ତାଙ୍କ ସ୍ୱାମୀ ସବୁ ବିଷୟ କାମ କଲେ। ତାଙ୍କର କପଡ଼ା ଧୋଇବାଟା, ତାଙ୍କ ପାଇଁ ଖାଇବା ବନେଇବାଟା, ତାଙ୍କୁ ରେଡ଼ି କରିକି ଅଫିସକୁ ଛାଡ଼ି ଯିବାଟା, ଏ ପ୍ରକାର ଭାବରେ ସବୁ ବିଷୟ ତାଙ୍କ ଯତ୍ନ କଲେ। ପାରିବାରିକ ଜୀବନ ସ୍ୱାମୀ ପ୍ରତି ପ୍ରକୃତିରେ ଆସିଲା। ତ ସ୍ୱାମୀ ଯେତେବେଳେ ଦେଖିଲେ, ଆଉ ସ୍ୱାମୀ ପ୍ରକୃତରେ ଯେହେତୁ ଗୋଟେ କମ୍ପାନୀରେ ଜବ୍ କରୁଥିଲେ, ଦିନେ ସ୍ୱାମୀ ଚିନ୍ତା କଲେ ମୁଁ ଯଦି ମୋର ଜବ୍ରେ ପ୍ରକୃତରେ ସମୟକୁ ଦେବି, ମୁଁ ମୋ ସ୍ତ୍ରୀକୁ ପ୍ରକୃତରେ ଯତ୍ନ କରିପାରିବି ନାହିଁ। ସେଥିପାଇଁ ମୁଁ ଯେହେତୁ ମୋ ସ୍ତ୍ରୀଙ୍କୁ ପ୍ରକୃତରେ ପାଇଛି, ଆଉ ବର୍ତ୍ତମାନ ସେ ନିଶ୍ଚିତ ଭାବରେ କିଛି ସମସ୍ୟାକୁ ସେ ସାମ୍ନା କରୁଛନ୍ତି, ତ ମୁଁ ଏହାକୁ ପ୍ରକୃତରେ ଜୀବନ ସାରା ମୋତେ ସାଥ ଦେବାକୁ ପଡ଼ିବ। ତ ଦିନେ ଏ ପ୍ରକାର ଭାବରେ ନିଷ୍ପତ୍ତି ନେଇକି ସେ ନିଜର ଜବ୍ରୁ ପ୍ରକୃତରେ ରିଜାଇନ୍ ଦେଲେ, ଆଉ ନିଜ ସ୍ତ୍ରୀକୁ ପ୍ରକୃତରେ ସେବା କଲେ। ତା'ର କପଡ଼ା ଧୋଇବାଟା ହଉ, ତା ପାଇଁ ଖାଇବାଟା, ତାକୁ ଗାଧୋଇ ଦେବାଟା, ତାକୁ ନେଇକି ଅଫିସରେ ଛାଡ଼ିବାଟା, ଅଫିସ୍ ଛୁଟି ହେଲା ପରେ ତାଙ୍କୁ ଅଫିସରୁ ଆଣିଯିବାଟା, ଏ ପ୍ରକାର ଭାବରେ ସଦାବେଳେ ପ୍ରକୃତ ସେ କଲେ। ତ ଦିନେ କ'ଣ ହେଲା, ବହୁତ ଦିନ ଏ ପ୍ରକାର ଜୀବନ ଅତିବାହିତ ହେଲା ପରେ, ଏ ପ୍ରକାର ମାନେ ତା ପାଇଁ ସବୁ କଲା ପରେ, ଏ ସ୍ୱାମୀଙ୍କ ପାଖରେ ଗୋଟେ ଏ ପ୍ରକାର ହୃଦୟ ପ୍ରକୃତିରେ ତିଆରି ହେଲା। ହଁ, ମୁଁ ଯେଉଁ ପର୍ଯ୍ୟନ୍ତ ଏ ଜଗତରେ ଅଛି, ମୋ ସ୍ତ୍ରୀ ମୋ ଉପରେ ନିର୍ଭର କରିବ, ଆଉ ମୋ ଉପରେ ଡିପେଣ୍ଡେଣ୍ଟ ହେଇକି ପ୍ରକୃତିରେ ବଞ୍ଚିବ। କିନ୍ତୁ ଗୋଟେ ସମୟ ଆସିବ, ମୁଁ ମୋ ସ୍ତ୍ରୀ ଠାରୁ ଅଲଗା ହେବି। ଆଉ ମୁଁ ଯେତେବେଳେ ମୋ ସ୍ତ୍ରୀ ଠାରୁ ଅଲଗା ହେବି, ତ ସେ ସମୟରେ ମୋ ସ୍ତ୍ରୀ କେତେ କଷ୍ଟ ନ ପାଇବ, କାହିଁକି ସେ ତା'ର ଦୃଷ୍ଟି ଶକ୍ତିକୁ ହରାଇଛନ୍ତି। ସେ ଦୃଷ୍ଟି ଶକ୍ତି ହରାଇଛନ୍ତି, ଆଉ ସେ କେତେ କଷ୍ଟରେ ଜୀବନ ବଞ୍ଚୁଛନ୍ତି। ତେଣୁ ମୁଁ ମୋ ସ୍ତ୍ରୀକୁ ଏମିତି ବନେଇବାର ଅଛି, ମୋ ସ୍ତ୍ରୀ ମୋତେ ନ ଦେଖିଲେ ସୁଦ୍ଧା ସେ ଖୁସିରେ ବଞ୍ଚିପାରିବ। ଏ ପ୍ରକାର ଭାବରେ ଚିନ୍ତା କଲା ପରେ ସ୍ୱାମୀ ଦିନେ ତାଙ୍କ ସ୍ତ୍ରୀକୁ ପ୍ରକୃତରେ କହିଲେ, ମୋର ସ୍ତ୍ରୀ, ମୁଁ ଦେଖ ସଦାବେଳେ ତୁମକୁ ମୁଁ ଅଫିସକୁ ଛାଡ଼ି ଆସୁଛି, ଅଫିସ୍ ଛୁଟି ହେଲା ପରେ ମୁଁ ତୁମକୁ ନେବା ପାଇଁ ଆସୁଛି, କିନ୍ତୁ ମୁଁ କାଲିଠାରୁ ନିଷ୍ପତ୍ତି ନେଇଛି ତୁମେ ଏକଲା ଯାଅ, ମୁଁ ତୁମ ପାଇଁ ଗୋଟେ ଗାଡ଼ି ରେଡ଼ି କରିବି। ସେ ଗାଡ଼ି ତୁମକୁ ସକାଳେ ଆସିକି ନେବ, ଆଉ ସନ୍ଧ୍ୟାରେ ଆଣିକି ଛାଡ଼ିବ। ଏ ପ୍ରକାର ଭାବରେ ତାଙ୍କ ସ୍ୱାମୀ ପ୍ରକୃତି ତାଙ୍କ ସ୍ତ୍ରୀଙ୍କୁ କହିଲେ। ତ ଦିନେ ସ୍ତ୍ରୀ ଏ ପ୍ରକାର ଭାବରେ ଗୋଟେ ଅଟୋରେ ପ୍ରକୃତରେ ଯିବା ଆସିବା କଲେ। ହଠାତ୍ରେ ଗୋଟେ ସ୍ତ୍ରୀଙ୍କ ପାଖରେ ଚିନ୍ତା ଆସିଲା। କ'ଣ ଚିନ୍ତା ଆସିଲା? ହଁ, ମୁଁ ତ ବର୍ତ୍ତମାନ କୌଣସି ବିଷୟକୁ ଦେଖୁନାହିଁ, ଆଉ ଯେହେତୁ ମୁଁ ଦେଖୁନାହିଁ, ନିଶ୍ଚିତ ଭାବରେ ମୋ ପ୍ରତି ମୋ ସ୍ୱାମୀ କେବେ ଖୁସି ନାହାନ୍ତି। ଦିନେ ମୋର ସ୍ୱାମୀ ମୋତେ ଅଫିସକୁ ଛାଡ଼ିବାକୁ ଆସୁଥିଲେ, ଅଫିସରୁ ନେବାକୁ ଆସୁଥିଲେ, କିନ୍ତୁ ବର୍ତ୍ତମାନ ସେ ମୋତେ ସମ୍ପୂର୍ଣ୍ଣ ଛାଡ଼ି ଦେଇଛନ୍ତି, ପରିତ୍ୟାଗ କରିଅଛନ୍ତି। ନିହାତି ମୋ ସ୍ୱାମୀ ପ୍ରକୃତରେ ଅଲଗା ଗୋଟେ ସ୍ତ୍ରୀକୁ ପସନ୍ଦ କରୁଥିବେ, ଯେଉଁଥିପାଇଁ ମୋର ସ୍ୱାମୀ ପ୍ରକୃତରେ ଅଲଗା ହେଇକି ରହିବା ପାଇଁ ଚାହୁଁଛନ୍ତି। ତ ଏ ପ୍ରକାର ଭାବରେ ସ୍ତ୍ରୀଙ୍କ ଜୀବନରେ ପ୍ରକୃତରେ ଚାଲିଲା। ତ ଏ ପ୍ରକାର ଭାବରେ ସ୍ତ୍ରୀ ପ୍ରକୃତରେ ଖୁସି ହେବା ବିଷୟ ଥିଲା ତା ପାଖରେ, ଧନ୍ୟବାଦର ହୃଦୟ ପ୍ରକୃତରେ ଥିଲା। କିନ୍ତୁ ଗୋଟେ ସମୟ ଆସୁଛି ତା ପାଖରେ ନିଜର ସ୍ୱାମୀ ଆଡ଼କୁ ଧନ୍ୟବାଦର ହୃଦୟ ପ୍ରକୃତରେ ହରାଉଛନ୍ତି। ଯେତେବେଳେ ନିଜର ସ୍ୱାମୀ ପ୍ରତି ଧନ୍ୟବାଦର ହୃଦୟକୁ ହରାଉଛନ୍ତି, ସେ ଅନେକ ପ୍ରକାର କମ୍ପ୍ଲେନ୍ କରୁଛନ୍ତି। ଏ କାରଣ ପାଇଁ ମୋ ସ୍ୱାମୀ ଭଲ ପାଉନାହାନ୍ତି, ଏ କାରଣ ପାଇଁ ମୋତେ ସ୍ୱାମୀ ଛାଡ଼ିଦେଲେ। କିନ୍ତୁ ଏ ପ୍ରକାର ଭାବରେ ସେ ଅଟୋରେ ଗଲାବେଳକୁ ବିଜାର ହେଇକି ଯାଉଥିଲେ, କିଛି ଗୋଟେ କହିକି ଯାଉଥିଲେ, ଫେରିଲା ବେଳକୁ ସେ ନିଜ ସ୍ୱାମୀ ବିରୁଦ୍ଧରେ କଥା ହେଉଥିଲେ। ଦିନେ ଏ ପ୍ରକାର ଭାବରେ କଥା ହେଇକି ବିଜାର ହେଇକି ଆସିଲା ବେଳକୁ, ତ ଯେଉଁ ଅଟୋ ଡ୍ରାଇଭର ଶୁଣିଲେ, ଆଉ ସେ ସ୍ତ୍ରୀଙ୍କୁ ପ୍ରକୃତରେ ପଚାରିଲେ, ଆପଣ କାହା ସହିତ କିଛି କଥା ହେଉଛନ୍ତି କି?
ମୋତେ ଲାଗୁଛି ଆପଣ ମୋତେ କିଛି ଗାଳି କଲା ଭଳିଆ। ସେତେବେଳକୁ ସେ ସ୍ତ୍ରୀ ଲୋକ କହିଲା, ନାଇଁ ନାଇଁ, ତମ ପ୍ରତି ମୁଁ କାହିଁକି ଗାଳି କରିବି? ତମେ ମୋର କ'ଣ ଅଭାବ କରିଛ, କ'ଣ ସମସ୍ୟା କରିଛ ଯେ ତମକୁ ମୁଁ ଗାଳି ଦେବି? କିନ୍ତୁ ମୁଁ ମୋ ସ୍ୱାମୀ ପ୍ରତି ଖୁସି ନାହିଁ। କାହିଁକି ଖୁସି ନା? ନାଇଁ ଦେଖ, ମୁଁ ଅନ୍ଧ, ମୁଁ ଦୃଷ୍ଟି ଶକ୍ତି ଘରେଇଛି। ଗୋଟେ ସମୟ ଥିଲା ମୋର ସ୍ୱାମୀ ପ୍ରଭୁତରେ ମୋତେ ଅଫିସକୁ ଛାଡ଼ି ଆସୁଥିଲେ। ଗୋଟେ ସମୟ ଥିଲା ମୋର ସ୍ୱାମୀ ଅଫିସ୍ ଛୁଟି ହେଲା ପରେ ମୋତେ ନେବାକୁ ଆସୁଥିଲେ। କିନ୍ତୁ ବର୍ତ୍ତମାନ ଦେଖୁନୁ ମୋ ସ୍ୱାମୀ ପ୍ରଭୁତରେ ମୋତେ ନା ନେଇ ଆସୁଛନ୍ତି ନା ମୋତେ ଛାଡ଼ି ଆସୁଛନ୍ତି। ନିହାତି ତମେ ବି ଚିନ୍ତା କର, ମୋ ସ୍ୱାମୀ କେତେ ମୋ ପ୍ରତି ଗୋଟେ ଅନ୍ୟାୟ କରୁଅଛନ୍ତି। ନିଶ୍ଚିତ ଭାବରେ ମୋ ସ୍ୱାମୀ ଏ ପ୍ରକାର ଭାବରେ ମୋତେ ବ୍ୟବହାର କରୁଅଛନ୍ତି। ମୁଁ ଆଶା କରୁଛି ମୋ ସ୍ୱାମୀ ମୋତେ ଭଲ ପାଉନାହାନ୍ତି। ମୁଁ ବିଶ୍ୱାସ କରୁଛି ସେ ନିହାତି ଅଲଗା ଗୋଟେ ସ୍ତ୍ରୀକୁ ରଖିଥିବେ, ସେଥିପାଇଁ ମୋତେ ଛାଡ଼ିଦେଲେ। ଏ ପ୍ରକାର ଭାବରେ ସ୍ତ୍ରୀର ପ୍ରଭୁତରେ କମ୍ପ୍ଲେନ୍ ପ୍ରଭୁତରେ ଆରମ୍ଭ ହେଲା। ସେତେବେଳକୁ ଏ ପ୍ରକାର ଅନେକ ଗୋଟେ ଚିନ୍ତା ପ୍ରଭୁତରେ ଗ୍ରହଣ କରିକି ବଞ୍ଚିବାକୁ ଆରମ୍ଭ କଲେ। ଯେତେବେଳେ ସେ ଅଟୋ ଡ୍ରାଇଭର ଯେତେବେଳେ ସେ ସ୍ତ୍ରୀର କଥାକୁ ଶୁଣିଲେ, ତାଙ୍କ ଭିତରେ ସେଇଟା ବହୁତ କଷ୍ଟ ଦେଲା। ତ ସେ ସମୟରେ ସେ ସ୍ତ୍ରୀକୁ କହିବା ପାଇଁ ଆରମ୍ଭ କଲେ, ନାଇଁ ନାଇଁ, ଆପଣଙ୍କର ଭୁଲ ଚିନ୍ତାଧାରା ଅଛି। ମୁଁ ଯେତେବେଳେ ଆପଣଙ୍କର ସ୍ୱାମୀକୁ ଦେଖେ, ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି। କେମିତି? ନାଇଁ, ବାହିକା ଭାବରେ ସେ ଆପଣଙ୍କୁ ଦୃଶ୍ୟମାନ ଭାବରେ ଆପଣଙ୍କ ସାମ୍ନାକୁ ଆପଣଙ୍କ ସହିତ ଯାଉନାହାନ୍ତି। କିନ୍ତୁ ଯେତେବେଳେ ମୁଁ ଦେଖେ, ସେ ତୁମ ପଛରେ ଅଛନ୍ତି। ଯେତେବେଳେ ତୁମେ ଅଫିସ୍ ଯାଉଛ, ତୁମେ ମୋ ଅଟୋରେ ପ୍ରଭୁତରେ ବସିକି, କିନ୍ତୁ ଯେତେବେଳେ ମୁଁ ଦେଖେ ତୁମ ସ୍ୱାମୀ ପଛରେ ଥାଆନ୍ତି। ଆଉ ଯେତେବେଳେ ତୁମେ ଅଫିସ୍ ଛୁଟି ହେଲା ପରେ ଯେତେବେଳେ ତୁମେ ଘରକୁ ଫେର, ସେତେବେଳେ ମଧ୍ୟ ମୁଁ ତୁମ ସ୍ୱାମୀକୁ ଦେଖେ, ସଦାବେଳେ ସେ ତୁମ ପଛରେ ଅଛନ୍ତି। ସଦାବେଳେ ତୁମ ପଛରେ ସେ ଛିଡ଼ା ହେଇଛନ୍ତି, ତୁମକୁ ଏ ପ୍ରକାର ଭାବରେ ଯତ୍ନ କରିଛନ୍ତି। ତ ସେତେବେଳକୁ ସେ ବିଶ୍ୱାସ କରିପାରିଲେ ନାହିଁ ସେ ସ୍ତ୍ରୀ ଲୋକ। ସତରେ ଏମିତି ବି ହେଇଥିବ କି? ସତରେ ଏ ପ୍ରକାର ମୋର ସ୍ୱାମୀ ମୋତେ ଯତ୍ନ କରୁଛନ୍ତି କି? ତ ଯେତେବେଳେ ଏ ଡ୍ରାଇଭର ଠାରୁ ଯେତେବେଳେ ସେ ସ୍ତ୍ରୀ ଲୋକ ଜାଣିଲା ଯେ ନିଜର ସ୍ୱାମୀ କେତେ ତାଙ୍କ ସ୍ତ୍ରୀକୁ ଭଲ ପାଉଛନ୍ତି, ଆଉ କେତେ ସେ କଷ୍ଟ ଅନ୍ଧ ହେଇକି ବଞ୍ଚିଲା ବେଳକୁ ସେ ତାକୁ କେତେ ଯତ୍ନ କରିଛନ୍ତି। ତ ଗୋଟେ ସମୟ ଆସିଲା, ଏ ଯେତେବେଳେ ଦେଖିଲା ଯେ ସେ କେତେ ସ୍ୱାମୀ ବିରୁଦ୍ଧରେ କଥା ହେଇଛନ୍ତି, କେତେ ତାଙ୍କୁ କ'ଣ କହିଛନ୍ତି। କିନ୍ତୁ ସତକୁ ଜାଣିଲା ଯେ ସେ ଡ୍ରାଇଭର ତାଙ୍କୁ କହିଲେ, ନାଇଁ, ତୁମେ ଯାହା ଭାବୁଛ ସେଇଟା ଭୁଲ ବିଷୟ। କିନ୍ତୁ ତୁମ ସ୍ୱାମୀ ତୁମ ସହିତ ସଦାବେଳେ ଛିଡ଼ା ହେଇଛନ୍ତି। ତୁମକୁ ସେ ଥରେ ବି ପ୍ରଭୁତରେ ଛାଡ଼ିକି ରହିନାହାନ୍ତି। ତୁମ ପାଇଁ ସବୁ ସେ କରୁଛନ୍ତି। ତୁମର ଡ୍ରେସ୍ ସଫା କରିବା ଠାରୁ ଆରମ୍ଭ କରିକି, ଟଏଲେଟ୍ ବାଥରୁମ୍ ଯିବା ଠାରୁ ଆରମ୍ଭ କରିକି, ତୁମେ ଖାଇବା, ପିଇବା, ଶୋଇବା, ଅଫିସ୍କୁ ଯିବା, ଅଫିସ୍ରୁ ଫେରିବା, ଏ ସମସ୍ତ ବିଷୟ ଠାରୁ ପ୍ରଭୁତରେ ସେ ସେବା କରିଛନ୍ତି। ଅଫିସ୍ରେ ମଧ୍ୟ ତୁମେ ଯାଉଛ, ତୁମର ସବୁ କାମ ସେ କରିଦେଉଛନ୍ତି। ବାହିକ ଭାବରେ ତୁମେ ଅଫିସ୍କୁ ଯାଉଛ, କିନ୍ତୁ ତୁମର ସବୁ ଅଫିସିଆଲି କାମ ସେ କରୁଛନ୍ତି। କିନ୍ତୁ ତୁମେ କ'ଣ କରୁଛ? ତୁମେ କିଛି କରୁନ। ତୁମକୁ ଖାଲି ତୁମର ସିନିୟର ଜୁନିୟର ଆସିକି ତୁମଠୁ ଖାଲି ସିଗ୍ନେଚର୍ ମାଗୁଛନ୍ତି। କିନ୍ତୁ ତୁମର ପାଷ୍ଟକୁ ଟିକେ ମନେ ପକାଅ। ଯେତେବେଳେ ତୁମର ଦୃଷ୍ଟି ଶକ୍ତି ଥିଲା, ସେ ସମୟରେ କେତେ ତୁମେ କାଗଜପତ୍ର ଉପରେ କାମ କରୁଥିଲ। କିନ୍ତୁ ବର୍ତ୍ତମାନ ତୁମେ କାଗଜପତ୍ର ଲେଖାପଢ଼ା କରିପାରୁଛ କି? ନାହିଁ। ତୁମେ ମାସକୁ ଦରମା ପାଉଛ କି ନାହିଁ? ହଁ, ପାଉଛି। ତ ସବୁ କାମ କିଏ କରୁଛି? ନା, ଜାଣିନି। ତେବେ ତୁମେ ଖାଲି ଅଫିସ୍କୁ କେମିତି ଯାଇକି କାମ କରୁଛ? ଅଫିସ୍ କେମିତି ତୁମକୁ ଦରମା ଦେଉଛି? ତୁମେ ଜାଣିଛ ସେଇଟା ରହସ୍ୟ? ନାହିଁ। ଜାଣିଛ, ତୁମ ସ୍ୱାମୀ ପ୍ରଭୁତେ ସବୁ ବିଷୟ କାମ କରୁଛନ୍ତି। ଯେହେତୁ ତୁମକୁ ଖୁସି ଦେବା ପାଇଁ, ତୁମକୁ ଶାନ୍ତିରେ ରଖିବା ପାଇଁ। ଯଦି ଜାଣିଛ ତୁମର ଚାକିରିକୁ ବଞ୍ଚାଇବା ପାଇଁ ସେ ନିଜର ଚାକିରିକୁ ହରାଇଲେ, ନିଜକୁ ପ୍ରଭୁତରେ ଖାଲି କରିଛନ୍ତି। କିନ୍ତୁ ସତରେ ତୁମେ ତୁମର ସ୍ୱାମୀ ବିଷୟରେ ଜାଣିବ, ତୁମେ ବେଶୀ ଥ୍ୟାଙ୍କଫୁଲ୍ ହେଇକି ବଞ୍ଚିବ। ତ ଏ ପ୍ରକାର ଭାବରେ ଏ ସ୍ତ୍ରୀ ଲୋକ ନିଜର ସ୍ୱାମୀ ପ୍ରତି ଦିନେ ପ୍ରଭୁତରେ ଜାଣିଲେ। ସେ ସମୟରେ ସେ ବହୁତ ଖୁସି ହେଲେ। ଏ ପ୍ରକାର ଅନ୍ଧ ଲୋକକୁ କିଏ ପ୍ରଭୁତରେ ଯତ୍ନ କରିବ? ମୁଁ ଅନ୍ଧ ହେଲେ ସୁଦ୍ଧା ମୋର ସ୍ୱାମୀ ସଦାବେଳେ ମୋର କାମ କରିଛନ୍ତି। ମୋର ଖୁସିକୁ ଚାହିଁଛନ୍ତି, ମୋର ଆଶାକୁ ପ୍ରଭୁତରେ ସେ ଚାହିଁଛନ୍ତି। ସେତେବେଳକୁ ସେ ସ୍ତ୍ରୀ ଲୋକର ହୃଦୟ ପ୍ରକୃତିରେ ବଦଳିଗଲା। ଆଉ ସେ ସ୍ୱାମୀ ଆଡ଼କୁ ବହୁତ ଧନ୍ୟବାଦ ହୃଦୟ ନେଇକି ବଞ୍ଚିବାକୁ ଆରମ୍ଭ କଲା। ଫିଲିପିଓ ପୁସ୍ତକ 4 ପର୍ବର 6 ପଦ ବା 7 ପଦରେ ଗୋଟେ ବାକ୍ୟ ଲେଖା ହେଇଛି, କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା, ନିବେଦନ ଏ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ବାଇବଲ କ'ଣ କହୁଛି? କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, ସମସ୍ତ ବିଷୟ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ ଲେଖା ହେଇଛି। ସତରେ ମଣିଷ କାହିଁକି ଚିନ୍ତା କରୁଛି? ମଣିଷ ପାଖରେ କାହିଁକି ଚିନ୍ତା ଆସୁଛି? ମନୁଷ୍ୟ ଏଇଟା ପାଇଁ ଚିନ୍ତା କରୁଛି, ସେଇଟା ପାଇଁ ଚିନ୍ତା କରୁଛି, ଏମିତି କଲେ ହେବ, ସେମିତି କଲେ ହେବ। କାହିଁକି? କିନ୍ତୁ ମନୁଷ୍ୟ ସତ୍ୟ ଜାଣିନି ପରମେଶ୍ୱର ମନୁଷ୍ୟ ପାଇଁ କେମିତି କାମ କରିଆସନ୍ତି। ସେଥିପାଇଁ 7 ପଦ ଲେଖା ହେଇଛି, ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି ତାହା ତୁମମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହାୟତାରେ ସୁରକ୍ଷା କରି ରଖ। ଆଜି ଆମେ ପୃଥିବୀରେ ବଞ୍ଚିଛୁ, ପୃଥିବୀରେ ପ୍ରଭୁତରେ ରଖାଯାଇଛୁ। କେଉଁ କାରଣ ପାଇଁ? କେବଳ ଈଶ୍ୱରଙ୍କ ଅନୁଗ୍ରହ, ଈଶ୍ୱରଙ୍କର ଦୟା ପାଇଁ।
ଆଜି ଆମେ ଖୁସିରେ ବଞ୍ଚିପାରୁଛୁ, ଶାନ୍ତିରେ ପୃଥିବୀରେ ଅଛୁ। କେଉଁ କାରଣ ପାଇଁ? କେବଳ ଈଶ୍ୱରଙ୍କର ଶାନ୍ତି। ଈଶ୍ୱର ଆମମାନଙ୍କୁ ଶାନ୍ତିର ଲୋକ ବନେଇଛନ୍ତି। ସେଥିପାଇଁ ଏ ଜାଗା ଲେଖା ହେଇଛି, ତାହା ତୁମମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖ। ସତରେ ମୋ ଭିତରେ ଯୀଶୁ ଯଦି ଅଛନ୍ତି, ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଖୁସି ହେଇକି ବଞ୍ଚିପାରିବି। ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ଆଶାରେ ବଞ୍ଚିପାରିବି। ସେଥିପାଇଁ ଆପଣମାନେ ମଧ୍ୟ ଯେତେବେଳେ ଈଶ୍ୱରଙ୍କ ଦ୍ୱାରା ଗଢ଼େଇକି ନିଆଯିବେ, ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ, ସେ ସମୟରେ ଆପଣମାନଙ୍କର ପାରିବାରିକ ଜୀବନ, ଆପଣମାନଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ପ୍ରକୃତରେ ଅନେକ ଶାନ୍ତିମୟ ହେବ। ମୁଁ ଆଶା କରେ ଆପଣମାନେ ଏ ପ୍ରକାର ଆଶାରେ ଖୁସିରେ ପ୍ରକୃତରେ ବଞ୍ଚିବେ। ସେଥିପାଇଁ ବାଇବଲ କହୁଛି, କାରଣ ସେ ତ ଆମମାନଙ୍କ ଶାନ୍ତି ଲେଖା ହେଇଛି। ଆମର ଶାନ୍ତି କିଏ? ଈଶ୍ୱର ଯୀଶୁ ଖ୍ରୀଷ୍ଟ। ଏଫେସ ପୁସ୍ତକ 2:14 ଲେଖା ହେଇଛି, କାରଣ ସେ ତ ଆମମାନଙ୍କ ଶାନ୍ତି ଲେଖା ହେଇଛି। ଶତ୍ରୁତା ସ୍ୱରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରି ଅଛନ୍ତି ଲେଖା ହେଇଛି। ତାମାନେ ପରମେଶ୍ୱର ଆମ ଭିତରେ ଗୋଟେ ପ୍ରାଚୀର ପରି ଥିବା ବିଷୟକୁ ଶେଷ କରିଛନ୍ତି, ସେଟାକୁ ଭାଙ୍ଗିଛନ୍ତି ଲେଖା ହେଇଛି। ପ୍ରାଚୀର ପରି ଭଗ୍ନ କରି ଅଛନ୍ତି। ସେଟା କ'ଣ ଜାଣିଛନ୍ତି କି? ସେଟା ହେଉଛି ଆମମାନଙ୍କ ଭିତରେ ଥିବା ପାପ। ସେଟାକୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସବୁ ପ୍ରକୃତିରେ କ୍ରୁଶରେ ହତ ହେଇଛି, ସମାପ୍ତ ହେଇସାରିଛି। ଯେତେବେଳେ ଏ ବାକ୍ୟକୁ ଆପଣମାନେ ବିଶ୍ୱାସ କରିବେ, ଏ ପ୍ରକାର ଭାବରେ ଯେତେବେଳେ ଆପଣମାନେ ବଞ୍ଚିବେ ଈଶ୍ୱରଙ୍କ ସହିତ, ଆପଣମାନେ ଜଗତର ସବୁଠାରୁ ଖୁସିର ଲୋକ, ଆନନ୍ଦର ଲୋକ ପ୍ରକୃତରେ ହେଇଯିବେ। ଆଶା କରି ଆପଣମାନେ ଏ ପ୍ରକାର ଜୀବନ ପ୍ରଭୁଙ୍କ ସହିତ ପ୍ରକୃତରେ ବିତେଇବେ। ଧନ୍ୟବାଦ ସମସ୍ତଙ୍କୁ।